प्रभु जीशु ख्रीष्टଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ସ୍ୱର୍ଗର ପରମେଶ୍ୱର ତାହାଙ୍କର ଜୀବନ୍ତ ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ପୁନର୍ବାର ଏହି ସୁନ୍ଦର ସୁଯୋଗ ପରମେଶ୍ୱର ମୋତେ ଦେଇଥିବାରୁ ମୁଁ ପ୍ରଭୁଙ୍କୁ ହୃଦୟ ସହିତ ଧନ୍ୟବାଦ ଦେଉଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆପଣମାନଙ୍କ ନିକଟରେ ପ୍ରଭୁଙ୍କ ବାକ୍ୟରୁ ଗୋଟେ ପଦ ପଢ଼ି ମୁଁ ଆଜିର ପ୍ରସଙ୍ଗରେ ଆପଣମାନଙ୍କୁ ଆଗକୁ ନେବା ପାଇଁ ଚାହେଁ। ଆପଣମାନେ ମୋ ସହିତ ପ୍ରଥମ ଥେସଲୋନିକୀୟ 5 ଅଧ୍ୟାୟକୁ ଆସିବେ। ପ୍ରଥମ ଥେସଲୋନିକୀୟ 5 ଅଧ୍ୟାୟ 17 ପଦ। ଏହା ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ସୁପରିଚିତ ବାକ୍ୟ ଅଟେ। ଏହି ସ୍ଥାନରେ ଏ ପ୍ରକାର ଲେଖାଯାଏ, ନିରନ୍ତର ପ୍ରାର୍ଥନା କର। ପ୍ରିୟ ଭାଇ ଭଉଣୀମାନେ, ବାଇବେଲ ଆମମାନଙ୍କୁ କହେ ନିରନ୍ତର ପ୍ରାର୍ଥନା କର। ଖ୍ରୀଷ୍ଟିଆନ ଜୀବନ ଗୋଟେ ପ୍ରାର୍ଥନାର ଜୀବନ, ଆଉ ପ୍ରାର୍ଥନା ଖ୍ରୀଷ୍ଟିଆନ ଜୀବନର ମୂଳଦୁଆ ଅଟେ। ଯେଉଁ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ଥିଲେ, ସେ ନିର୍ଜନ ସ୍ଥାନମାନଙ୍କରେ ଯାଇ ସେ ପ୍ରାର୍ଥନା କରୁଥିଲେ। ବାକ୍ୟ କହେ ଯେ ସମ୍ପୂର୍ଣ୍ଣ ରାତ୍ରି ସେ ପ୍ରାର୍ଥନାରେ ସମୟ ବିତାଉଥିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରାର୍ଥନାର ଆବଶ୍ୟକ ପଡ଼ିଲା, ତାହେଲେ ଆଜିର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ଆପଣମାନଙ୍କୁ ମୋତେ କେତେ ପ୍ରାର୍ଥନାର ଆବଶ୍ୟକ ରହିଛି। ପ୍ରାର୍ଥନା ଆମ ଜୀବନରେ ନିହାତି ଆବଶ୍ୟକ ରହିଛି। ଆମେ ଗୋଟେ ପ୍ରାର୍ଥନାଶୀଳ ବିଶ୍ୱାସୀ ହେବା, ଏହା ପରମେଶ୍ୱରଙ୍କ ଇଚ୍ଛା ଅଟେ। ବାକ୍ୟ କହେ ଯେ ନିରନ୍ତର ପ୍ରାର୍ଥନା କର। ଏହା ସମ୍ଭବ କି? ଆଜି ମୁଁ କହିବା ପାଇଁ ଚାହେଁ ଯେ ବାଇବଲ କହେ ଆମମାନଙ୍କୁ ନିରନ୍ତର ପ୍ରାର୍ଥନା କର। ଏହାର ଅର୍ଥ ହେଲା ସବୁବେଳେ ପ୍ରାର୍ଥନା କର। ତ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିରନ୍ତର ପ୍ରାର୍ଥନା କରିବା, ସବୁବେଳେ ପ୍ରାର୍ଥନା କରିବା ସମ୍ଭବପର କି? ଏହା ଆପଣ କେବେ ଆପଣଙ୍କ ପାଳକଙ୍କୁ ଆପଣ ପଚାରିଛନ୍ତି? ଆପଣଙ୍କର ପ୍ରଚାରକକୁ ଆପଣ ପଚାରିଛନ୍ତି? କିମ୍ବା ନିଜକୁ କେବେ ଆପଣ ଏହି ପ୍ରଶ୍ନ ପଚାରିଛନ୍ତି ଆଉ ଏହି ପ୍ରଶ୍ନର ଉତ୍ତର ପାଇଛନ୍ତି? ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ପାଇନାହାନ୍ତି, ତାହେଲେ ଆଜି ଆମେ ବାକ୍ୟରୁ ବୁଝିବା ପାଇଁ ଚେଷ୍ଟା କରିବା ଯେ ବାସ୍ତବରେ ନିରନ୍ତର ପ୍ରାର୍ଥନା କରିବାର ଅର୍ଥ କ'ଣ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସାଧୁ ପାଉଲ ଥେସଲୋନିକୀୟ ମଣ୍ଡଳୀର ଲୋକମାନଙ୍କୁ ସେ ଲେଖୁଛନ୍ତି। କ'ଣ ବୋଲି ଲେଖୁଛନ୍ତି? ନିରନ୍ତର ପ୍ରାର୍ଥନା କର। ଏହାର ଅର୍ଥ ନୁହେଁ ଯେ 24 ଘଣ୍ଟା 7 ଦିନ ତୁମେ ଘରେ ବସି ରୁହ ଏବଂ ଚକ୍ଷୁ ବନ୍ଦ କରି ପ୍ରାର୍ଥନାରେ ହିଁ ତୁମେ ବସିଥାଅ। ଏହି କଥା ସେ କହୁନାହାନ୍ତି। ସେ ଆମ୍ଭମାନଙ୍କୁ କହିବା ପାଇଁ ଚାହାନ୍ତି, ସବୁ ସମୟରେ ଆମ ମଧ୍ୟରେ ଗୋଟେ ପ୍ରାର୍ଥନା କରିବା ଏବଂ ଗୋଟେ ପ୍ରାର୍ଥନାର ମନୋଭାବ ନେଇ ଆମେ ପ୍ରତି ସମୟରେ ଆମେ ଚାଲିବା, ତାହା ସେ ବୁଝାଇବା ପାଇଁ ସେ ଏହି ସ୍ଥାନରେ ଲେଖୁଛନ୍ତି। ତାହେଲେ ଆପଣମାନଙ୍କ ମନ ମଧ୍ୟରେ ଗୋଟେ ପ୍ରଶ୍ନ ଆସିପାରେ, ଠିକ୍ ଅଛି, ଯଦି ଆମେ ନିରନ୍ତର ପ୍ରାର୍ଥନା କରିବା, ଯଦି ଘରେ ନ ବସିକିନା ଯଦି ପ୍ରାର୍ଥନା କରିବା, ତାହେଲେ ଆମେ ବାଇକ୍ରେ ଯିବା ସମୟରେ ଆମେ କେମିତି ପ୍ରାର୍ଥନା କରିପାରିବା? ଆମେ କ'ଣ ଚାଲି ଚାଲି ଆମେ ପ୍ରାର୍ଥନା କରିପାରିବା କି? ଏହି ପ୍ରକାର ମନ ମଧ୍ୟରେ ଆପଣମାନଙ୍କର ପ୍ରଶ୍ନ ଆସିପାରେ। ଯଦି ଆପଣ ପୁରାତନ ନିୟମର ଭବିଷ୍ୟତ ବକ୍ତା ଇଲିଶାଙ୍କୁ ଆପଣ ଦେଖିବେ, ଯେଉଁ ସମୟରେ ସୁନେମିଆ ସ୍ତ୍ରୀ, ଯେ କି ଧନବତୀ ସ୍ତ୍ରୀ ଥିଲେ, ସେହି ତାଙ୍କର ଘରକୁ ଯେତେବେଳେ ଇଲିଶାଇ ଯାଉଛନ୍ତି, ପରମେଶ୍ୱର ତାଙ୍କୁ ଗୋଟିଏ ପୁତ୍ର ଦେଉଛନ୍ତି, ଆଉ ତାଙ୍କର ପୁତ୍ର କାଳକ୍ରମେ ତାଙ୍କର କ'ଣ ହେଇଯାଉଛି? ମୃତ ହେଇଯାଉଛି। ସେହି ମୃତ ବାଳକ ନିକଟରେ ଇଲିଶାଇ ସେ କେମିତି ପ୍ରାର୍ଥନା କରୁଛନ୍ତି? ଯଦି ଆପଣମାନେ 32 ପଦ, ପ୍ରଥମ ରାଜାବଳୀ 4 ଅଧ୍ୟାୟ 32 ପଦରେ ଦେଖିବେ, ଲେଖାଯାଏ, ତହୁଁ ଇଲିଶାଇ ସେ ଗୃହକୁ ଆସନ୍ତେ, ଦେଖ ବାଳକ ମରି ତାଙ୍କର ଶଯ୍ୟାରେ ଶୋଇଅଛି। 33 ପଦ, ଏ ହେତୁ ସେ ଭିତରକୁ ଯାଇ ଆପେ ଓ ବାଳକ ଉଭୟ ରହି ଦ୍ୱାର ବନ୍ଦ କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସେ କେମିତି ପ୍ରାର୍ଥନା କଲେ? 34 ଆଉ 35 ପଦ ଧ୍ୟାନ ଦେବେ। ଲେଖାଯାଏ, ଆଉ ସେ ଉପରକୁ ଯାଇ ବାଳକ ଉପରେ ଶୟନ କଲେ ଓ ତାହା ମୁଖ ଉପରେ ଆପଣା ମୁଖ ଓ ତାହା ଚକ୍ଷୁ ଉପରେ ଆପଣା ଚକ୍ଷୁ ଓ ତାହା ହସ୍ତ ଉପରେ ଆପଣା ହସ୍ତ ରଖିଲେ। ଏହି ରୂପେ ସେ ଆପଣାକୁ ବାଳକ ଉପରେ ଲମ୍ବମାନ କଲେ। ତହିଁରେ ବାଳକର ଶରୀର ଉଷ୍ମ ହେବାକୁ ଲାଗିଲା। 35 ପଦରେ ଲେଖାଯାଏ, ଏଥିରେ ଏଲିଶାଏ ଫେରି ଗୃହ ମଧ୍ୟରେ ଏଣେ ତେଣେ ଥରେ ବୁଲିଲେ,
ତହୁଁ ଉପରକୁ ଯାଇ ବାଳକ ଉପରେ ଆପଣାକୁ ଲମ୍ବବାନ କଲେ। ତହିଁରେ ବାଳକ 7 ଥର ଛିଙ୍କିଲା ଓ ବାଳକ ଚକ୍ଷୁ ଫିଟାଇଲା। ଆମେ ଦେଖୁଛୁ ଯେ ଏଲିଶା ସେହି ଘରର ଚାରିଆଡ଼େ ସେ କ'ଣ କଲେ? ଚାଲି ଚାଲି ସେ ପ୍ରାର୍ଥନା କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବଲ ଆମ୍ଭମାନଙ୍କୁ 7 ଦିନ 24 ଘଣ୍ଟା ଘରେ ବସି ପ୍ରାର୍ଥନା କରିବା କଥା ବାଇବଲ ଆମମାନଙ୍କୁ କହେ ନାହିଁ। ଆମେ କିଚେନରେ ଥିଲେ ମଧ୍ୟ, ଆମେ କାର୍ଯ୍ୟକ୍ଷେତ୍ରରେ ଥିଲେ ମଧ୍ୟ ହେଇପାରେ, ଆମେ ଡେଲି ଲେବରଠୁ ଆମେ କାର୍ଯ୍ୟକ୍ଷେତ୍ରରେ ଅଛୁ, ସେଠି ଥିଲେ ମଧ୍ୟ, ଆମେ ସ୍କୁଲରେ ଥିଲେ ମଧ୍ୟ, କଲେଜରେ ଥିଲେ ମଧ୍ୟ, ଆମେ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଆମେ ଆଖି ଖୋଲି ମଧ୍ୟ କାର୍ଯ୍ୟ କରି ମଧ୍ୟ ଆମେ ଯେ ପ୍ରାର୍ଥନାରେ ଲାଗି ରହିବା ଆଉ ସବୁ ସମୟରେ ପବିତ୍ର ଆତ୍ମାଙ୍କର ଉପସ୍ଥିତି ପାଇ ଆମେ ଆତ୍ମାରେ ପୂର୍ଣ୍ଣ ଜୀବନଯାପନ କରିବା, ଏହା ପରମେଶ୍ୱର ଆମମାନଙ୍କୁ ତାଙ୍କ ବାକ୍ୟ ଦ୍ୱାରା କହୁଛନ୍ତି। ପ୍ରଭୁଙ୍କ ନାମର ଗୌରବ ହଉ। ଏଲିଶା ସେ କ'ଣ କଲେ? ଚାଲି ଚାଲି ସେହି ପୁତ୍ର ପାଇଁ ସେ ପ୍ରାର୍ଥନା କଲେ। ଆପଣ ମଧ୍ୟ ଚାଲି ଚାଲି ଆପଣ ପ୍ରାର୍ଥନା କରିପାରିବେ। ପ୍ରଭୁଙ୍କ ନାମର ଗୌରବ ହଉ। ଖ୍ରୀଷ୍ଟିଆନ ଲୋକମାନଙ୍କର ପ୍ରାର୍ଥନା ଯେ ପବ୍ଲିକ୍ ଲୋକମାନଙ୍କ ଆଗରେ ଆମର ପ୍ରାର୍ଥନା କମ୍ ହେବାର ଆବଶ୍ୟକ ରହିଛି, ଯେଉଁଠିକି ସମାଜ ଆଗରେ ଆମର ପ୍ରାର୍ଥନା କମ୍ ହେବାର ଆବଶ୍ୟକ ରହିଛି ଏବଂ କୋଠରୀରେ, ଗୁପ୍ତ କୋଠରୀରେ ଆମମାନଙ୍କର ବ୍ୟକ୍ତିଗତ ପ୍ରାର୍ଥନା ଅଧିକ ହେବା ଆବଶ୍ୟକ ରହିଛି। ଯଦି ନିରନ୍ତର ପ୍ରାର୍ଥନା କରିବାର ଅର୍ଥ କ'ଣ? ଯଦି କୌଣସି ହୋଟେଲରେ ଆପଣ ଖାଇବା ପାଇଁ ଯାଇଛନ୍ତି, ସେହି ସ୍ଥାନରେ କ'ଣ ଆପଣ ଚକ୍ଷୁ ବନ୍ଦ କରି ଚିତ୍କାର କରି ଆପଣ ପ୍ରାର୍ଥନା କରିବେ କି ନାହିଁ? ଆପଣ ଆଖି ଖୋଲି ମନେ ମନେ ଆପଣ ପ୍ରଭୁଙ୍କୁ ପଦେ ଧନ୍ୟବାଦ ଦେଇପାରିବେ। ତାହା ହେଉଛି ନିରନ୍ତର ପ୍ରାର୍ଥନା। ସେହି ନିରନ୍ତର ପ୍ରାର୍ଥନା କରିବାର ଏକ ଉଦାହରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ସୁସମାଚାରରେ ସେ ଲିପିବଦ୍ଧ କରିଛନ୍ତି, ବା ସେ ଯେଉଁ ସମୟରେ ଧରାପୃଷ୍ଠରେ ଥିଲେ ସେ ଆମକୁ ଗୋଟେ ଦୃଷ୍ଟାନ୍ତ ଦିଅନ୍ତି। ଆପଣ ପଢ଼ିବେ ଲୁକ ଲିଖିତ ସୁସମାଚାର 18 ଅଧ୍ୟାୟ 1 ପଦ। ଲୁକ ଲିଖିତ ସୁସମାଚାର 18 ଅଧ୍ୟାୟ 1 ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟ କୁହନ୍ତି, କ୍ଳାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ। ସେ ଗୋଟେ ଦୃଷ୍ଟାନ୍ତ ଦେଲେ। କ'ଣ ଦୃଷ୍ଟାନ୍ତ ଦେଲେ? ଗୋଟିଏ ନଗରରେ ଜଣେ ଶାସନକର୍ତ୍ତା ଥିଲେ, ଗୋଟେ ବିଚାରକର୍ତ୍ତା ଥିଲେ। ସେ ମନୁଷ୍ୟକୁ ସେ ମାନୁନଥିଲେ କି ପରମେଶ୍ୱରଙ୍କୁ ମଧ୍ୟ ଭୟ କରୁନଥିଲେ। ଆଉ ସେହି ନଗରରେ ଜଣେ ବିଧବା ଥିଲେ। ସେହି ବିଧବା ତାଙ୍କର ଅସୁବିଧାକୁ ନେଇ, ସମସ୍ୟାକୁ ନେଇ ସେ ବିଚାରକର୍ତ୍ତା ନିକଟରେ ସନ୍ଧ୍ୟା ସକାଳେ ସବୁବେଳେ ସେ ଯିବାକୁ ଲାଗିଲେ। ଦିନେ ସେହି ଅଧାର୍ମିକ ଶାସନକର୍ତ୍ତା ସେ ମନେ ମନେ କହିଲେ, ଯଦ୍ୟପି ମନୁଷ୍ୟକୁ ମାନେ ନାହିଁ, ପରମେଶ୍ୱରଙ୍କୁ ଭୟ କରେ ନାହିଁ, ମାତ୍ର ଏହି ବିଧବାଟା ମୋତେ ସବୁବେଳେ ଆସି କ'ଣ କରୁଛି? ବ୍ୟତିବ୍ୟସ୍ତ କରୁଛି। ଯଦି ଆର ସମସ୍ୟାର ସମାଧାନ କରିବି ନାହିଁ, ତାହେଲେ ସେ ସବୁବେଳେ ଆସି ମୋତେ କ'ଣ କରିବ? ବ୍ୟତିବ୍ୟସ୍ତ କରୁଥିବ। ଏହି କଥା ସେ ମନେ ଭାବି ସେ ବିଧବାର ସମସ୍ୟାର ସମାଧାନ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ 18 ଅଧ୍ୟାୟ 7 ପଦରେ କହନ୍ତି, ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ନିରନ୍ତର ପ୍ରାର୍ଥନା କରିବାର ଅର୍ଥ ହେଲା ସେହି ବିଧବା ଭଳି ଆମେ ପ୍ରାର୍ଥନା କରିବା। ବିଧବା ସେ ତାଙ୍କର ସେ ସାହସକୁ ପରିତ୍ୟାଗ କଲେ ନାହିଁ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ହେଇପାରେ ଆପଣ ଗୋଟେ ବିଷୟ ନେଇ ଗୋଟେ ମାସ ହେଲା ଆପଣ ପ୍ରାର୍ଥନା କରୁଛନ୍ତି। ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ, ସେହି ପ୍ରାର୍ଥନାକୁ ଆପଣ ଜାରି ରଖିବା ହେଉଛି ନିରନ୍ତର ପ୍ରାର୍ଥନା। ହେଇପାରେ ଆପଣ ବର୍ଷେ ହେଲା, 2 ବର୍ଷ ହେଲା, 10 ବର୍ଷ ହେଲା ଆପଣ ପ୍ରାର୍ଥନା କରି ଆସୁଛନ୍ତି, ପ୍ରାର୍ଥନାର ଉତ୍ତର ଆପଣଙ୍କୁ ମିଳୁନାହିଁ। ତାହେଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ? ସେହି ପ୍ରାର୍ଥନାକୁ ଆହୁରି ଆପଣଙ୍କୁ କଣ୍ଟିନ୍ୟୁ କରିବାକୁ ପଡ଼ିବ। ତାହା ହେଉଛି ନିରନ୍ତର ପ୍ରାର୍ଥନା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ନିରନ୍ତର ପ୍ରାର୍ଥନା ଆପଣ ଦେଖିବେ ଜହନ ଲିଖିତ ସୁସମାଚାର 11 ଅଧ୍ୟାୟ 41 ପଦ ଲେଖାଯାଏ, ଆଉ ଯୀଶୁ ଊର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମକୁ ଧନ୍ୟବାଦ ଦେଉଅଛି। ଆପଣ ଏହି 11 ଅଧ୍ୟାୟରେ ପଢ଼ିବେ, ବେଥନିଆର ନିବାସୀ ଲାଜର, ତାଙ୍କର 2ଟି ଭଉଣୀ ମାର୍ଥା ମରିୟମ, ତାଙ୍କ ବିଷୟରେ ସ୍ଥାନ ଲେଖାଯାଏ। ଯେତେବେଳେ ଲାଜରଙ୍କର ମୃତ୍ୟୁ ହୋଇଯାଇଛି, ଯୀଶୁ ଜାଣି ତାଙ୍କୁ କବରରୁ ଉଠାଇବା ପାଇଁ ସେ ଆସୁଛନ୍ତି। ଆଉ ସେ କବର ସ୍ଥାନରେ ଠିଆ ହୋଇ କହୁଛନ୍ତି, କ'ଣ ବୋଲି କହୁଛନ୍ତି? ପିତ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମକୁ ଧନ୍ୟବାଦ ଦେଉଛି।
କିନ୍ତୁ ଆପଣ ଏଇ 11 ଅଧ୍ୟାୟ ପୁରା ଆପଣ ପଢ଼ି ଦେଖିବେ ଯୀଶୁ କୌଣସି ସ୍ଥାନରେ ସେ ପ୍ରାର୍ଥନା କରିନାହାନ୍ତି, ମାତ୍ର ଏଇ ସ୍ଥାନରେ ସେ ଠିଆ ହୋଇ କହୁଛନ୍ତି ଯେ ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମକୁ ଧନ୍ୟବାଦ ଦେଉଛି। ଏହାର ଅର୍ଥ ହେଲା କେତେବେଳେ ସେ ପ୍ରାର୍ଥନା କଲେ, ସେ ଯେଉଁ ସମୟରେ ସେ ଏକ ସ୍ଥାନରୁ ସେ ବେଥନିଆକୁ ଆସୁଛନ୍ତି, ସେହି ସମୟରେ ସେ ଚାଲିବା ପଥରେ ଚାଲୁ ଚାଲୁ ମନେ ମନେ ସେ ପ୍ରଭୁଙ୍କ ନିକଟରେ ଆପଣା ପିତା ପରମେଶ୍ୱରଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି। ପ୍ରାର୍ଥନା କରି ପ୍ରାର୍ଥନା ସହିତ ସେ କବର ସ୍ଥାନକୁ ଯାଉଛନ୍ତି, ଆଉ ଲାଜରଙ୍କୁ ସେ କବରରୁ ସେ କ'ଣ କରୁଛନ୍ତି, ବାହାର କରୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଚାହାନ୍ତି ଆମେ ସବୁ ସମୟରେ ଆମେ ପ୍ରାର୍ଥନାରେ ରହିବା, ଆମେ ଆତ୍ମିକତାରେ ଆମେ ତାହାଙ୍କ ସହିତ ଲାଗି ରହିବା, ସବୁବେଳେ ଅଭିଷେକରେ ଆମେ ପୂର୍ଣ୍ଣ ହୋଇ ରହିବା। ଏହା ପରମେଶ୍ୱର ଇଚ୍ଛା କରନ୍ତି। ତ ନିରନ୍ତର ପ୍ରାର୍ଥନା କରିବା ସମ୍ଭବ। କେତେବେଳେ ସମ୍ଭବ? ଆମେ ଚାଲି ଚାଲି ସବୁ ସମୟରେ ଆମେ ଯାହା ବି କରୁ, ଯେଉଁଠି ବି ଥାଉ, ଆମେ ମନେ ମନେ ଆମେ ତାଙ୍କୁ ଧନ୍ୟବାଦ ଦେଉଥିବା, ଆମେ ତାହାଙ୍କ ନିକଟରେ ପ୍ରାର୍ଥନାରେ ଆମେ ଜୀବନ ବିତାଇବା। ସେହି ବାକ୍ୟର ଅର୍ଥ ଏହା ଅଟେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ